30/4/2026 ଗୁରୁବାର ରାତ୍ରର ଝଡ଼ ବାତ୍ୟାରେ ବିଡ଼ାବାରୁ ଗ୍ରାମର ମିଖାଏଲ ନାୟକଙ୍କ ଘର ଚୁରମାର। ସରକାରୀ ସାହାଯ୍ୟ ପାଇଁ ଅନୁରୋଧ। କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମଦନପୁର ରାମପୁର ବ୍ଲକ ଅଧୀନରେ ଥିବା ଉଲାଦାନୀ ଗ୍ରାମ ପଞ୍ଚାୟତର ବିଡ଼ାବାରୁ ଗ୍ରାମର ମିଖାଏଲ ନାୟକ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି। ମିଖାଏଲ ନାୟକ ଏବଂ ତାଙ୍କ ସ୍ତ୍ରୀ ଶ୍ରୀମତୀ କଳ୍ପନା ଡୁଙ୍ଗୁରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହଟିଏ ମଧ୍ୟ ମିଳିନାହିଁ। ଏଣୁ ସେ ଝାଟିମାଟିରେ ଘର କରି ଟିଣ ଛପର କରି ପରିବାର କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାଇ ଚଳି ଆସୁଥିଲେ। ତା 30/4/2026 ଗୁରୁବାର ସନ୍ଧ୍ୟାର ପ୍ରବଳ ଝଡ଼ ବାତ୍ୟା ସାଙ୍ଗକୁ ପବନ ଜୋରରେ ରହିବାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଟିଣ ଛପର ଉଡ଼ାଇ ନେଇ ଚୁରମାର କରିଦେଲା। ଘରେ ଥିବା ଧାନ ଚାଉଳ ଇତ୍ୟାଦି ବ୍ୟବହାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏଣୁ ପ୍ରଶାସନ ଏଥିପ୍ରତି ହସ୍ତକ୍ଷେପ କରି ତୁରନ୍ତ ସରକାରୀ ସାହାଯ୍ୟ ସହଯୋଗ କଲେ ବିଡ଼ାବାରୁ ଗ୍ରାମର ମିଖାଏଲ ନାୟକଙ୍କ ପରିବାର ଉପକୃତ ହୋଇପାରିବେ ବୋଲି ବିଡ଼ାବାରୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଉଲାଦାନୀ ଗ୍ରାମ ପଞ୍ଚାୟତ ବିଡ଼ାବାରୁ ଗ୍ରାମରୁ ସ୍ୱତନ୍ତ୍ର ପ୍ରତିନିଧି ଉତ୍ତରା ସୁନାଙ୍କ ରିପୋର୍ଟ, କଳିଙ୍ଗ ସମ୍ବାଦ ଲାଇଭ ଓଡ଼ିଶା, ଭୁବନେଶ୍ୱର।